हाय फ्रेंड्स मो सुजाता आपण मानक स्वागत करुछि मो यूट्यूब चैनल को। आपण माने तो जानछंदी मो आपण मानक सहित रामायण रो किछि विषय शेयर करुछि। आपण मानक जदि वीडियोटी भल लागिबो तेबे दया करी लाइक शेयर एंड सब्सक्राइब करि नेबे। सीतांको सत्य पालन पई प्रभु श्री राम वनवास जीवा पई प्रस्तुत होई गले ओ संकरी देवी सीता और भ्राता लक्ष्मण भी जीवाकू प्रस्तुत हेले। राजउआसर प्रत्येकटी सामग्री को छाड़ी एही तीन जण अयोध्या नगरीर राजप्रसाद को छाड़ी जीवा बेले राज्यवासी और पिता दशरथ अत्यंत दुखित भाव एमानकू चाहि रहिथिले। नगरी को छाड़ी सेमाने दंडकारण्य अभिमुखे अग्रसर हेले। एही अरण्य से बहुदिन साधारण वनवासी जीवन अतिबाहित करथिले। एही समय मध्य युवराज भरत निज मातृलय फेरी अयोध्या नगरी रे पहुँची निज पिता दशरथ और तीन माता सहित एही भली मो ज्येष्ठ माता सह आपण माने किपरि अन्याय कले बोली प्रतिवाद करथिले। एही अयोध्यार राजा मो नुहे, मो केवल मो ज्येष्ठ भ्रातांकर दास होई रहिबाकू चाहे। एहा कही से प्रभु श्री राम लक्ष्मण और देवी सीता देखा करबा लागि सेमानंक सम्मुखକୁ ଯିବା ପାଇଁ ଚିତ୍ରକୂଟ पर्वत अभिमुखे अग्रसर हेले। ପରେ ଶ୍ରୀରାମ ଲକ୍ଷ୍ମଣ ଓ ଦେବୀ ସୀତାଙ୍କୁ ସାକ୍ଷାତ କରି ତାଙ୍କୁ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବାକୁ କହିଛନ୍ତି। କିନ୍ତୁ ଶ୍ରୀରାମ ତାଙ୍କ ପିତାଙ୍କ ସତ୍ୟର ଅବମାନନା କରିବେ ନାହିଁ ବୋଲି ଭରତଙ୍କୁ ବୁଝାଇ ସୁଝାଇ ଅଯୋଧ୍ୟାକୁ ଫେରିଯିବାକୁ କହିଥିଲେ। ଭରତ ରାମଙ୍କ ଏହି କଥାକୁ କେବଳ ସେତେବେଳେ ମାନିବେ ଯେତେବେଳେ ସେ ନିଜର କଠାଉ ଭରତଙ୍କୁ ଦେବେ ବୋଲି କହିବେ। ଶେଷରେ ସେୟା ହିଁ ହେଲା। ରାମ ନିଜର କଠାଉ ଭରତଙ୍କୁ ଦେଲେ ଓ ଭରତ ସେହି କଠାଉକୁ ଯତ୍ନର ଓ ସମ୍ମାନର ସହ ଆଣି ଅଯୋଧ୍ୟାର ରାଜସିଂହାସନରେ ସ୍ଥାପିତ କଲେ ଓ ରାଜ୍ୟବାସୀଙ୍କୁ ଜଣାଇ ଦେଲେ ଯେ ଏହି ରାଜ୍ୟର ରାଜା ବର୍ତ୍ତମାନ ଏଠାରେ ନାହାନ୍ତି, ତେଣୁ ତାଙ୍କର କଠାଉ ଏହି ସିଂହାସନରେ ରହିଲା ଓ ସେ ଫେରିବା ଯାଏଁ ମୁଁ ତାଙ୍କର ଦାସ ହୋଇ ଏହି ରାଜ୍ୟର ଶାସନଭାର ନିଜ ହାତକୁ ନେଉଅଛି। ଏହି ସମୟ ମଧ୍ୟରେ ରାଜା ଦଶରଥ ନିଜର ଜ୍ୟେଷ୍ଠ ପୁତ୍ର ରାମଙ୍କୁ ଅତି ସ୍ନେହ କରୁଥିଲେ ଓ ନିଜର ଚାରି ପୁତ୍ରଙ୍କ ମଧ୍ୟରୁ ରାମ ଯେହେତୁ ଜ୍ୟେଷ୍ଠ ଥିଲେ ତେଣୁ ତାଙ୍କୁ ସେ ଅଧିକ ଭଲ ମଧ୍ୟ ପାଉଥିଲେ। କିନ୍ତୁ କୈକେୟୀଙ୍କ କଥା ମତେ ସେ ରାମଙ୍କୁ ବନବାସ ଯିବାକୁ କହିଥିଲେ। ବନବାସର ଯନ୍ତ୍ରଣା ରାଜା ଦଶରଥଙ୍କୁ ଏତେ ମାତ୍ରାରେ ମର୍ମାହତ କଲା ଯେ ସେ ନିଜର ଦେହତ୍ୟାଗ କଲେ। ରାମ ସୀତା ଓ ଲକ୍ଷ୍ମଣ ଦଣ୍ଡକାରଣ୍ୟରେ ରହି ସେ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରନ୍ତି, ବନବାସୀର ଜୀବନଯାପନ କରନ୍ତି। ଏହି ସମୟ ମଧ୍ୟରେ ଅନେକ ମୁନି ଋଷିଙ୍କ ସହିତ ସେ ଆଶ୍ରମକୁ ଯାଇ ସଭିଙ୍କର ସେବା ମଧ୍ୟ କରନ୍ତି। ଦିନେ ଏହିଭଳି ସେ ଅଗସ୍ତ୍ୟ ଋଷିଙ୍କ ଆଶ୍ରମରେ ପହଞ୍ଚି ସେଠାରେ ରହି ନିଜ ଭିତରେ ସେ ବିଭିନ୍ନ କଥାରେ ଆଲୋଚନା କରନ୍ତି ଓ ଅଗସ୍ତ୍ୟ ଋଷି ତାଙ୍କୁ ପଞ୍ଚବଟୀକୁ ଯିବା ପାଇଁ କହିଥାନ୍ତି। ପଞ୍ଚବଟୀର ପ୍ରାକୃତିକ ସୌନ୍ଦର୍ଯ୍ୟ, ସେଠାରେ ବିଭିନ୍ନ ପ୍ରଜାତିର ପକ୍ଷୀ ଓ ଛୋଟ ରକମର କିଛି ଜନ୍ତୁ ଥାଆନ୍ତି ଓ ସେହି ପଞ୍ଚବଟୀ ଗୋଦାବରୀ ନଦୀ ତୀରରେ ଅବସ୍ଥିତ। ତେଣୁ ଋଷି ଅଗସ୍ତ୍ୟଙ୍କ କଥା ଅନୁଯାୟୀ ରାମ, ସୀତା ଓ ଲକ୍ଷ୍ମଣ ପଞ୍ଚବଟୀ ଅଭିମୁଖେ ଅଗ୍ରସର ହେଲେ। ପଞ୍ଚବଟୀରେ ପହଞ୍ଚି ସେଠାରେ ଛୋଟ କୁଡ଼ିଆଟିଏ ପ୍ରସ୍ତୁତ କରି ସେହି ତିନି ଜଣ ସେଠାରେ ରହିବାକୁ ଲାଗେ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁନି। ଜୟ ଶ୍ରୀରାମ।